जय जगन्नाथ जय जगन्नाथ आपको बहुत बड़ा जिन आज देखेबी निश्चय देखेबी कहीं जानते ना आज मुझे प्रथम रू लास्ट जाए देखेबी एमती गोटे जिन आज देखेबी आप भावी थे लाइफ कि एमती कहीं जिन आसुनी आज देखिए बहुत सुंदर भाव में देखेबी आप जानते अनुकूल चंद्र जो सत्संग आज भी निश्चय आपको देखेबी आप लाइन रे और स्किप करेंगे प्रथम रू लास्ट जाए देखिए आप जानते तो रखुच्छे आज्ञा और आगू आगू देखी चलते आज्ञा ଆପଣ କୁହନ୍ତୁ ଏଇ ଯେଉଁ ଆପଣ ଅନୁକୂଳ ଚନ୍ଦ୍ରଙ୍କର ଆଜି ଆପଣ ଆଜି ଏତେ ଖୁସିରେ କି ଯେଉଁଠି ସତ୍ସଙ୍ଗ ହେଉଛି ଆପଣ ବି ଯାଉଛନ୍ତି ପ୍ରାୟ ମୁଁ ଆପଣଙ୍କୁ ବି ପ୍ରାୟ ଜାଗାରେ ଦେଖିଛି ଆପଣ ମୋତେ କୁହନ୍ତୁ ଏଙ୍କ ସହିତ କିସ ଉପକୃତ ଆପଣ ପାଇଛନ୍ତି ଯେ ଏତେ ତାଙ୍କ ପାଇଁ ପାଗଳ ଅଛନ୍ତି କି ଏତେ ପାଇଁ ତାଙ୍କ ପାଇଁ ଝୁରୁଛନ୍ତି କୁହନ୍ତୁ ମୋତେ। ମୁଁ ପାଇବା ପାଇଁ ମୋର ଗୋଟିଏ କଥା ହେଉଛି ଠାକୁରଙ୍କର ହେଉଛି ପ୍ରଥମେ ଠାକୁର ଦେଖିଛନ୍ତି ସଜାଂଶ ହାତ କାଟିକି ଦେଖିଛନ୍ତି ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଇ ଭକ୍ତ କରୁଛନ୍ତି ସାବଧାନ ଠକିଯିବ ତୁମର ଠାକୁର ତ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି ଠାକୁର ବି ନୁହନ୍ତି ଠକିଦେଲେ ତାହିଁ ପାଇବ। ତାକୁ ପ୍ରଥମେ କହୁଛନ୍ତି ଆଗରେ ଧର ତାପରେ କର ତାପରେ ହୁଅ ଏବଂ ତାପରେ ପାଅ। এই গোটিଏ ସେ ଗୋଟିଏ ଧାଡ଼ିରେ ସବୁ କଥା କହିଦେଲେ ଆମେ ଯଦି ଧରିକି କରିବାନି ତାହେଲେ ଆମେ ହେବା କେମିତି ବାପ ଆମେ ପାଇବା କେମିତି। କିନ୍ତୁ ମୋର ଏକାନ୍ତ ଗୋଟିଏ କଥା ଯାହାକୁ ତୁମେ ପଚାରିବ ଆମ ଗାଁର ମୋତେ ଯେଉଁମାନେ ଚିହ୍ନିଛନ୍ତି ବାହାର ମୁଁ ଯାଏନି ମୋର ଏତେ ଇଏ ନାହିଁ କିନ୍ତୁ ସତ୍ସଙ୍ଗ ଅନ୍ୟ ଆଡ଼କୁ ଯାଏ କିନ୍ତୁ ମୋର ପ୍ରଥମ କଥା ହେଉଛି ଏଇଆ ଯେଉଁମାନେ ମୋତେ ଭଲ ଲୋକମାନେ ଜାଣିଛନ୍ତି ଗାଁରେ ମୁଁ ଥିଲି ଗୋଟେ ପ୍ରକାର ଥିଲି ମୋର ଚାଲିଚଳନ ନୀତି ନିୟମ କଥାବାର୍ତ୍ତା ଆଚାର ବ୍ୟବହାର ଖାଇବା ଏଗୁଡ଼ାକ ସବୁ ମୋର ଭିନ୍ନ ଥିଲା। ଆମର ମୁଁ ସ୍ୱର୍ଗତ ଭାସ୍କର ଚନ୍ଦ୍ର ନାୟକଙ୍କ ଠାରୁ ମୁଁ ନେଇଥିଲି ଦୀକ୍ଷା ଗ୍ରହଣ କରିଥିଲି ସେ ହେଉଛନ୍ତି ସପ୍ରତିଷ୍ଠି ଶ୍ରୀ ଠାକୁରଜୀଙ୍କର। ତାପରେ ମୁଁ ସ୍ୱସ୍ତରୀ ନେଇଥିଲି ଆଜିର ଯିଏ ଆଚାର୍ଯ୍ୟ ଦେବ ଅଛନ୍ତି ବାବାଇଟା ତାଙ୍କ ପାଖରୁ ମୁଁ ସ୍ୱସ୍ତରୀ ନେଇଥିଲି କିନ୍ତୁ ମୋର ଅନୁଭୂତି ମୁଁ କ'ଣ କହିବି ଅନୁଭୂତି ମୋର କିଛି ନାହିଁ। ମୁଁ ବିଶ୍ୱାସ ମୋର ଗୋଟେ ପାଖରେ ରହିଲା ବିଶ୍ୱାସ ନିଷ୍ଠା ଗୋଟେ ଗୋଟେ ନାମଧ୍ୟାନରେ ମୁଁ ମଝି ବାପ ସେ କଥା ମୁଁ ମୁହଁ ଖୋଲି କହିପାରିବି। ମୁଁ ବହୁତ ଆସନ୍ତି ଆମର ସପ୍ରତିଷ୍ଠିକ ଆସନ୍ତି ଯାଜକ ଆସନ୍ତି ଅଧର୍ଯ୍ୟ ଆସନ୍ତି ସମସ୍ତେ ଆସନ୍ତି ସେ ଆସି କହିଦେଇକି ଯେଉଁ ତାକୁ ଅଧଘଣ୍ଟେ କି 45 ମିନିଟ୍ ଦିଆଯାଏ ସେ ଠାକୁରଙ୍କ ବିଷୟରେ ଆଲୋଚନା କରନ୍ତି ଠାକୁର ଏଇଆ କରୁଥିଲେ ସେ ଏଇଆ କରୁଥିଲେ ଏଇଆ କରୁଥିଲେ ମୁଁ ସବୁ ଶୁଣେ କିନ୍ତୁ ମୁଁ ଭାବେ ମୁଁ କେତେଟା ତା ଭିତରେ କରିପାରୁଛି ମୋ ଚାଲିଚଳନ ମୋ ନୀତି ନିୟମ ମୋର କଥାବାର୍ତ୍ତା ମୋର ଆଚାର ବ୍ୟବହାର ଏବଂ ପ୍ରତି ମୋର କ'ଣ ଭଲ ପାଇବା ସେଇ କଥା ସେଇମାନେ ହିଁ କହିବେ। ସେମାନେ ନିଜକୁ ନିଜେ ଜାଣିଦେବେ ହେଇ ନନା ଆସିଲାଣି ମାନେ ମୋ ବର୍ଷ ମୋ ଅପେକ୍ଷା କେମିତି ବୟସ୍କ ଲୋକ ଥାଇପାରନ୍ତି ମୋ ଅପେକ୍ଷା ତଳ ବୟସ୍କ ମୋର ବର୍ତ୍ତମାନ 72 ଚାଲିବ ଏଇ ଆଶ୍ୱିନ ମାସ ଦୁର୍ଗା ପୂଜା ଯେଉଁ ଦଶହରା ସେବେଠାରୁ ମୋର 72 ଚାଲିବ କିନ୍ତୁ ଏବେ ବି ମୁଁ ଠାକୁରଙ୍କ ଇଏରେ ଅଛି। ଆପଣ ୟା ଆଗରୁ ଆପଣ କେଉଁଠୁ ମାନେ ୟା ଆଗରୁ ଆଉ କାହାକୁ ମାନୁଥିଲେ ନା ପ୍ରଥମରୁ ଅନୁକୂଳ ଚନ୍ଦ୍ର ମାନିଲେ ନା ଆପଣଙ୍କୁ କେହି ଚନ୍ଦ୍ର ବିଷୟରେ ଆପଣଙ୍କୁ କହିଲା ପରେ ଆପଣ ନେଲା ପରେ ଆପଣ କ'ଣ ମାନେ ଉପକୃତ ହେଇଛନ୍ତି ଆଉ ଲୋକମାନଙ୍କୁ ସେଇଟା କି ଜଣାନ୍ତୁ କି ହଁ ୟା ଦ୍ୱାରା କିଛି ସେମାନଙ୍କର ବେନିଫିଟ୍ ହେଉଛି କି କିଛି ଗୋଟେ ମାନେ ସଂସ୍କାର ପାଉଛନ୍ତି ଏମିତି କିଛି ଗୋଟେ ହେଇଛି କି ଆପଣଙ୍କର ମୋତେ କୁହନ୍ତୁ ନା। ପ୍ରଥମେ ଆମ ଏଇ ବାଣିଜ୍ୟ ଗ୍ରାମକୁ ପ୍ରଥମେ ଠାକୁରଙ୍କୁ ଆଣିଲେ ଯେଉଁ ଅନୁକୂଳ ଚନ୍ଦ୍ରଙ୍କ ଯେଉଁ ଯେଉଁ ସଂସ୍ଥା ସେଇ ସଂସ୍ଥା ଭିତରେ ପ୍ରଥମେ ଆଣିଥିଲେ ଆମର ଇଏ ତାଙ୍କ ନାଁ କ'ଣ ଶ୍ରୀଧର ବେହେରା ସେ ଅଛନ୍ତି ବର୍ତ୍ତମାନ ସେ ଆଣିକି ପ୍ରଥମେ ଏଇଠି ଚଣ୍ଡିଖୋଲରେ ସେ ଗୋଟେ ଦୋକାନରେ ସେ ନିଜେ ଦୋକାନ କରିକି ଦୋକାନ ମିଠା ଦୋକାନ କରିଥିଲେ ସେ ଚଣ୍ଡିଖୋଲରେ ନେଇଥିଲେ ଏବଂ ସେ ସେଠି ଆସନ୍ତି ଏଠି କରନ୍ତି ଏମିତି କରିବା ଭିତରେ ଆମ ଘରର ଯେଉଁ ଆମ ଶରତପତି ସେ ହେଉଛନ୍ତି ମୋ ମଝିଆ ସେ ସେତେବେଳେ ଥିଲେ ଦିଲ୍ଲୀରେ ସେ ସେତେବେଳେ ଥିଲେ ଯେଉଁ
ଆମର ଟୁରିଜିମ୍ ଡିପାର୍ଟମେଣ୍ଟରେ ସେଥିରେ ଅପର ଅଫିସର ଥିଲେ। ତାଙ୍କ ସ୍ତ୍ରୀ ବି ନେଇଥିଲା, ସିଏ ବି ନେଇଥିଲେ। ସେ ଘରେ ଆସି ମୋତେ କହିଥିଲେ, ମୁଁ ନେଇନଥିଲି। କିନ୍ତୁ ଗୋଟିଏ କଥା ହେଇଛି, ମୋ ସ୍ତ୍ରୀ ପ୍ରଥମେ ନେଇଥିଲା। ମୁଁ ଭାବେ ମୋ ବାପା ସେତେବେଳେ କଲିକତାରେ ଚାକିରି କରନ୍ତି, ଭବାନୀପୁରରେ ଚିତ୍ତରଞ୍ଜନ ହସ୍ପିଟାଲର ସେ ଥିଲେ କିଚେନର, ରୋଷେଇଆ ଥିଲେ। ସିଏ ରାମକୃଷ୍ଣ ପରମହଂସକୁ ତାଙ୍କ ଫଟୋ ରଖି ଆଉ ଶାରଦା ମାଆଙ୍କର ଫଟୋ ରଖିକି ସେ ବାପା ସେମିତି ପୂଜା କରନ୍ତି, ଖାଲି ଜୁଆରଟିଏ ହୁଅନ୍ତି ଗାଧୋଇଆକୁ ସେଇ ଫଟୋ ପାଖରେ ମୋ ମନର ସେଇ କଥା ଉଠିଲା। ରାମକୃଷ୍ଣ ପରମହଂସ ତାଙ୍କର ଗୋଟେ ଜୀବନୀ ବହି ମୁଁ ମଧ୍ୟ ରଖିଲି। ମୁଁ ତାଙ୍କ ପ୍ରତି ଭାରି ଆକୃଷ୍ଟ ହେଲି। କିନ୍ତୁ ମୋ ସ୍ତ୍ରୀ କହି ନା, ମୁଁ ଏବେ ନେବିନି। ମୋ ଭାଇ ପଚାରିଲା, ମୁଁ ନେବିନି। ଠିକ୍ ଗୋଟେ ବର୍ଷ ପରେ ମୁଁ ଜାଣିଗଲି ଠାକୁରଙ୍କର ପରବର୍ତ୍ତୀ ଜନ୍ମ ହେଉଛି ରାମକୃଷ୍ଣ ପରମହଂସ। ମୋତେ ବି ରାମକୃଷ୍ଣ ପରମହଂସ ଆସିବ ସେଇ ସାର୍ ତ କହିଲେ ଗୋଟେ କିଛି କଥା, ଆମେ ଆଜି ଯାହା ଘରେ ଆଜି ଏଇ ଅନୁକୂଳ ଚନ୍ଦ୍ରଙ୍କର ସତ୍ସଙ୍ଗ ହେବ, ମାନେ ଆରମ୍ଭ ହେବାକୁ ଯାଉଛି ମଧ୍ୟ, ଆପଣମାନେ ବହୁତ ସାରା ଭାଇମାନେ ଆସିନାହାନ୍ତି, ଯେଉଁ ଗୁରୁ ଭାଇମାନେ ଆଜି ଯାହା ଘରେ ହେଉଛି ତାଙ୍କ ସହିତ ମୁଁ ଟିକେ ଆଲୋଚନା କରିବି। ଆଜି ତାଙ୍କର ଏତେ ଖୁସିର କାହିଁକି ଆଜି ଏମିତି କିଛି କରି ବସିଲେ ଯେ କି ଆଜି ଆମ ଘରେ ଆମେ ଅନୁକୂଳ ଚନ୍ଦ୍ର ସତ୍ସଙ୍ଗ କରିବୁ, କି ଆଜି ଆମ ଘରେ ସମସ୍ତେ ଆସିବେ, କି ଆପଣଙ୍କର ସେମିତି କ'ଣ ଗୋଟେ ମାନେ ମନ ଭିତରେ ଆସିଛି, ଆପଣ ମୋତେ କୁହନ୍ତୁ। ଆମର ବାର୍ଷିକ ଉତ୍ସବ ଏଇଟା ଗୋଟେ ବାର୍ଷିକ ଆମ ନାତୁଣୀର ଜନ୍ମଦିନ, ସେଇ ବାବଦ ସତ୍ସଙ୍ଗ ଦିଆ ମାନେ ହର ବର୍ଷ ଏମିତି ଜନ୍ମଦିନକୁ ଆପଣ ପାଳନ କରନ୍ତି। 3 ତାରିଖ ଭାଦ୍ରବ ମାସ 3 ତାରିଖ ଏଇ ଅନୁକୂଳ ଚନ୍ଦ୍ର ମାନେ ସତ୍ସଙ୍ଗ କରନ୍ତି ପ୍ରତିବର୍ଷ ଆଉ ସମସ୍ତେ ଯେଉଁ ଗୁରୁ ଭାଇମାନେ ଆସନ୍ତି। ଆଜ୍ଞା ଆଜ୍ଞା, ଦେଖନ୍ତୁ ଏବେଠୁ ଆସିନାହାନ୍ତି, ଏଇ ସାର୍ଙ୍କ ସହିତ ଆଉ ଟିକେ ବି ମୋର ଆଲୋଚନା କରିବାର ଅଛି। ସାର୍ ଆପଣ କୁହନ୍ତୁ। ପ୍ରଣାମୀ ଦିଆ ହେଇଛି ସାର୍ ଆପଣ କୁହନ୍ତୁ, ୟା ଭିତରେ ଆପଣ ନେଲା ପରେ କ'ଣ ଆପଣଙ୍କର ସଂସ୍କାରରେ କିଛି ପରିବର୍ତ୍ତନ ମାନେ ଆପଣ କାହାକୁ ଦେଇଛନ୍ତି ନା ଆପଣ ନିଜକୁ ନିଜେ ସଂସ୍କାର କିଛି ଭଲ ପାଇଛନ୍ତି, ସେଇଟା କୁହନ୍ତୁ। ଯେଉଁଟା ଲୋକମାନେ ନେଲେ ତାଙ୍କ ପାଇଁ କିଛି ଚେଞ୍ଜ ହେଇଯିବ, କି ଲୋକମାନେ ତାଙ୍କ ପିଲାମାନଙ୍କୁ ଚେଞ୍ଜ କରିପାରିବେ, ଆପଣ ଟିକେ କୁହନ୍ତୁ ନା। ସେଇ ଜିନିଷଟା ଅନୁଭବ କରିବାକୁ ପ୍ରଥମ କଥା ହେଉଛି, ବାପ ମୁଁ ଯଦି ତୁମ ଘରକୁ ଗଲେ ମୋତେ ପୁଣି ଆସନ ଦେବୁ, କି ନହେଲେ ଗୋଟେ ଚେୟାରଟେ ଆଣିକି ଦେବୁ ବସିବା ପାଇଁ, ବୁଢ଼ା ଲୋକ ବସନ୍ତି। ସେଇଠି ପ୍ରଥମ କଥା ହେଉଛି, ଆମ ଘରକୁ ଝିଅ ଆସିଲେ ସବୁ ନେଉଛନ୍ତି, ତାଙ୍କ ସାଙ୍ଗରେ ଆମେ ମିଶିବାଟା ଏ ପ୍ରକାର ଆମର ଗୋଟେ ଭାବ ହେବା ଉଚିତ ଯେ ଯେଉଁ ଲୋକଟାକି ସେ ଫେରିଗଲା ପରେ ସେ କହିବ, ହଁ ମୁଁ ଯାଇଥିଲି ସେ ଅଙ୍କି ନନା ଘରକୁ, ଭାରି ଦରକାର। ଏଇ ଜିନିଷଟା ଆମେ ଦେଲେ ପାଇବା, ଆମେ ଦେଲେ ଆମେ ପାଇବା। ଆପଣ ବି ସେଇଟା ପାଇପାରୁଛନ୍ତି ନା ନାହିଁ? ମୁଁ ପାଇପାରୁଛି, ଭଲ ଭାବରେ ବାପ ପାଇପାରୁଛି, ସବୁ ଠାକୁରଙ୍କ ଦୟା, କିଛି ନାହିଁ। ଏଇଟା ଠାକୁରଙ୍କ ଦୟା ନୁହନ୍ତି, ଏଇଟା ଆପଣ ଯେଉଁ କହୁଛନ୍ତି ଠାକୁରଙ୍କ ଦୟା ନୁହଁ। ଆପଣ ସେଇରେ ମୁଁ ଦେଖନ୍ତୁ, ଧାନ ଗଛ ଲଗେଇକି ଆପଣ ଯଦି କହିବେ ବୋଇତାଳୁଟେ ଫଳ କିଏ ହେବ କି? ଆପଣ ଯେଉଁଭଳିଆ ସଂସ୍କାର ଦେବେ ସେଇଭଳିଆ। କିନ୍ତୁ ଏଇଆ ଭଗବାନଙ୍କୁ ରଖୁଛନ୍ତି, ସବୁ ପ୍ରତ୍ୟେକ କଥାର କି କିଛି ଗୋଟେ ମାନେ କହିଲା ବେଳକୁ ଆପଣ ଭଗବାନଙ୍କୁ ଡାକୁଛନ୍ତି ଯେ ହେ ଭଗବାନ, ମୋତେ ସବୁବେଳେ ମୋ ପରିବାରକୁ ଖୁସିରେ ରଖ, ଆଉ କି ମୋ ପରିବାରରେ ସମସ୍ତେ ସଂସ୍କାର ଦେ, କି ଆଜି ଯେମିତି ମୋତେ ଭଲ ପାଉଛନ୍ତି ମୋ ପରିବାରକୁ ସମସ୍ତଙ୍କୁ ଭଲ ପାଆନ୍ତୁ। ହଁ ବାପ, ସେମିତି ମୁଁ ଆଗରେ ମୁଁ ଭାବେ ମୁଁ ତିଆରି ହେଲେ ମୋ ଛୁଆ ମୁଁ ତିଆରି ହେଲେ ପାଖାଙ୍କର ଅନ୍ୟ ଲୋକ ତିଆରି ହେବେ। କିନ୍ତୁ ସେମାନେ ଯଦି ନ ହୁଅନ୍ତି, ଏମିତି ଅଛି ବାପ, ବର୍ତ୍ତମାନ ବହୁତ ସଂସ୍ଥା ଅଛି, ଆମର ଗାୟତ୍ରୀ ଅଛି, ନିଗମାନନ୍ଦ ଅଛନ୍ତି, ତାଙ୍କ ସଂସ୍ଥା ବି ଅଛି, ଆଉ ଇସ୍କନ ତାଙ୍କ ସଂସ୍ଥା ବି ଅଛି। ସେମାନଙ୍କୁ ମୁଁ କି ପ୍ରକାର କହିବି, ତେବେ ମୋ କହିବା ଅନୁସାରେ ମୁଁ ତାଙ୍କୁ କହିକି ବୁଝାଏ। ଆପଣ ଏହା ଚାହାନ୍ତି ଯେ ଗଢ଼ିଆର ପାଣି ରହିନେ ଆଡ଼ିକି ଶୀତଳ, ମାନେ ମୁଁ ଯଦି ଗୋଟେ ଭଲ ମଣିଷଟେ ବି ମୋ ପାଖାପାଖିରେ ଭଲ ମଣିଷ ହେବା ପାଇଁ ସମସ୍ତେ ଆପଣ ଚେଷ୍ଟା କରନ୍ତି, କିନ୍ତୁ ସେଭଳି କେହି ହୁଅନ୍ତି କି ନାହାନ୍ତି? ଆପଣ ହେଇଥିବେ ନିଶ୍ଚୟ, ଆପଣ ତ ନିଜେ ଫିଲ୍ କରୁଥିବେ। ଯେଉଁ ଆପଣଙ୍କ ସହିତ ଯେଉଁମାନେ ମିଶୁଥିବେ ସିଏ ବି ଚିନ୍ତା କରୁଥିବେ, ଆପଣ ଯେତେବେଳେ ଯାଉଥିବେ ସିଏ ଖୁସି ଆନନ୍ଦ ରହୁଥିବେ, ଆପଣ ପିଲାମାନେ ବି ଆପଣଙ୍କୁ ବି ସେ ପ୍ରାୟ ଯାହାର କରୁଥିବେ ମୋ ବାପାଙ୍କର ଯେଭଳି ଖାତିର ଅଛି, ମୋତେ ବି ମୁଁ ବି ଗୋଟେ ସେଇଭଳିଆ ହୁଏ, ମୋତେ ବି ସେମିତି ଲୋକମାନେ ଖାତିର ଦିଅନ୍ତୁ, କି ମୋତେ ଲୋକମାନେ ଭଲ ପାଆନ୍ତୁ। ଯାହା ହଉ ଦେଖିଲେ, ଆଉ ସାର୍ ବି ବହୁତ ସାରା କିଛି ବି କହିଲେ, ଆହୁରି ଅଛନ୍ତି, ଆହୁରି ଆସିଲେ ମୁଁ ନିଶ୍ଚୟ ଜଣାଇବି। ଆପଣ ଟିକେ ଲାଇନ୍ରେ ରହିଥିବେ, ସବୁବେଳେ ଶୁଣିବେ। ଆଜି କିନ୍ତୁ ବହୁତ ଭଲ ଭଲ କଥା ପଚାରିବି, କାହିଁକିନା ଆଜି ଗୋଟେ ବହୁତ ବଢ଼ିଆ ମୌକା ବି ପଡ଼ିଛି, ଆଉ ମୋତେ ବି ଭଲ ଚାନ୍ସ ପଡ଼ିଛି। ଆପଣ ବି ନିଜେ ଦେଖିବେ ଅନୁକୂଳ ଚନ୍ଦ୍ରଙ୍କର ଆଜି କେତେ ମାନେ ସୁନ୍ଦର ଭାବରେ ସତ୍ସଙ୍ଗ ହେବ, ଆଉ ଗୀତ ଗାଇବେ, ପ୍ରବଚନ ବି ଦେବେ, ତାହା ବି ଦେଖେଇବି। ଆପଣ ଟିକେ ଲାଇନ୍ରେ ରହିଥିବେ।